ଚାଲନ୍ତୁ ଜାଣିବା ବିଟ ଲୁଣ ଯାହାକୁ ଇଂଲିଶରେ ବ୍ଲାକ୍ ସଲ୍ଟ ବୋଲି କୁହାଯାଏ ଏହା କିପରି ପ୍ରସ୍ତୁତ ହୁଏ। ପୂର୍ବ ଭିଡ଼ିଓରେ ଆମେ ଦେଖିଥିଲେ ଧଳା ଲୁଣ କିପରି ପ୍ରସ୍ତୁତି ହୁଏ। ଧଳା ଲୁଣ ପ୍ରସ୍ତୁତି ବେଳେ ସମୁଦ୍ର ପାଣିକୁ ଶୁକାଯାଏ ଏବଂ ଶୁଖିଲା ଲୁଣକୁ ଗୁଣ୍ଡ କରାଯାଏ। ସେହି ସମୟରେ ଯେଉଁ ଖଦଖଦଡ଼ିଆ ଲୁଣ ଥାଏ ତାକୁ ଏହିପରି ମାଠିଆରେ ଭର୍ତ୍ତି କରାଯାଏ ଏବଂ ଏଥିରେ ଏକ ପାଉଡ଼ର ମିଶାଯାଇଥାଏ। ଯେଉଁ ପାଉଡ଼ରରେ ଛୋଟ ହରଡ଼, ବଡ଼ ହରଡ଼, ଅଁଳା ଏବଂ ବବୁଲୁ ଛାଲ ଇତ୍ୟାଦି ଥାଏ। ଏହାପରେ ଏହି ମାଠିଆକୁ 10ରୁ 12 ଘଣ୍ଟା ହାଇ ଟେମ୍ପରେଚରରେ ଘୋଡ଼ାଇ ରଖାଯାଏ। 12 ଘଣ୍ଟା ପରେ ମାଠିଆକୁ ବାହାର କରାଯାଇ ଗୋଟେ ଦିନ ପାଇଁ ଥଣ୍ଡା ହେବା ପାଇଁ ରଖାଯାଏ। ପରଦିନ ଏହି ମାଠିଆକୁ ଫଟା ଯାଇଥାଏ ଏବଂ ଏଥିରୁ ଗୋଲାକାର ବିଟ ଲୁଣ ବାହାରିଥାଏ। ଶେଷରେ ଏହି ଗୋଲାକାର ଲୁଣକୁ ଗୁଣ୍ଡ କରାଯାଏ ଏବଂ ପ୍ୟାକିଂ କରି ମାର୍କେଟରେ ଛଡ଼ାଯାଏ। ଏହା ଥିଲା ବିଟ ଲୁଣ ପ୍ରସ୍ତୁତିର ସମ୍ପୂର୍ଣ୍ଣ ଭିଡ଼ିଓ।